ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପା ମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଅଗ୍ରଗତି ଓ ପ୍ରତିରୋଧ। ଅଗ୍ରଗତି ଓ ପ୍ରତିରୋଧ ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ କୋରାପୁଟର ପ୍ରଶାନ୍ତ ଭାଇ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ମୁଁ ଅନୁରୋଧ କରୁଛି। ପ୍ରଶାନ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ମା କରୁଣାମୟୀ ଜଗଜ୍ଜନନୀ ମା ପରମ ଆରାଧ୍ୟ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ଏହି ସ୍ୱତନ୍ତ୍ର ଅଧିବେଶନକୁ ପରିଚାଳନା କରୁଥିବା ସମ୍ମାନୀୟ କମଳ କିଶୋର ଭାଇ, ଏହାକୁ ଅଧିକ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଯେଉଁମାନେ ସହଯୋଗ କରିଛନ୍ତି, ସମ୍ମାନୀୟ ମିନତି ଅପା, ସମ୍ମାନୀୟ ଅଜୟ ଭାଇ ଓ ଉପସ୍ଥିତ ସମସ୍ତ ଦିବ୍ୟ ବିପ୍ସୁ ମାତୃପ୍ରେମୀ ଭାଇ ଓ ଭଉଣୀମାନେ, ବାସ୍ତବରେ ଆଜି ଯୋଉ ବିଷୟଟି ରହିଛି ଆମମାନଙ୍କ ପାଇଁ ଅଗ୍ରଗତି ଓ ପ୍ରତିରୋଧ, ଏହି ବିଷୟଟି ଜଗତର ପ୍ରାରମ୍ଭରୁ ଏ ପର୍ଯ୍ୟନ୍ତ କ୍ରିୟାଶୀଳ ହୋଇ ରହିଆସିଛି। କାରଣ ବିଶ୍ୱ ପ୍ରକୃତିର ଏହା ହେଉଛି ବିଧାନ। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରଗତି ହେଉଛି ବିଶ୍ୱ ପ୍ରକୃତିର ଗତିର ଧାରା। ପ୍ରତ୍ୟେକ ସୃଷ୍ଟିର ପଶ୍ଚାତରେ ଯୋଉ ଶକ୍ତି ନିହିତ ହେଇକି କାର୍ଯ୍ୟ କରୁଛି, ସେ ସଦାସର୍ବଦା ଅଗ୍ରଗତିଶୀଳ ହୋଇ ପ୍ରତ୍ୟେକ ଜିନିଷକୁ, ପ୍ରତ୍ୟେକ ବିଷୟକୁ, ପ୍ରତ୍ୟେକ ବସ୍ତୁକୁ ତ୍ୱରାନ୍ୱିତ କରି ଚାଲିଛି। କ୍ଷୁଦ୍ର ଜୀବାଶ୍ମ ଠାରୁ ଆରମ୍ଭ କରି କିମ୍ବା ଏକକୋଷୀ ପ୍ରାଣୀ ଠାରୁ ଆରମ୍ଭ କରି ମହାମହାଦ୍ରୁମ ପର୍ଯ୍ୟନ୍ତ ସଭିଏ ସେହି ପ୍ରଗତିର ଧାରାରେ ଅଗ୍ରଗତି କରି ଚାଲିଛନ୍ତି। ବିବର୍ତ୍ତନର ପର୍ଯ୍ୟାୟକ୍ରମେ ଆମମାନେ ବର୍ତ୍ତମାନ ଯୋଉ ସ୍ଥିତିରେ ଆସିକି ଉପନୀତ, ସେଥିରୁ ଯଦି ଆମେ ଲକ୍ଷ୍ୟ କରିବା, ବାସ୍ତବରେ ଏହି ପୃଥିବୀରେ ଏଭଳି କିଛି ଜିନିଷ ନାହିଁ ଯାହାର ପ୍ରଗତି ଘଟୁନାହିଁ। ଅର୍ଥାତ୍ ଛୋଟିଆ ମଞ୍ଜିଟିଏ ମାଟିରେ ପଡ଼ିଲେ ତା ଭିତରେ ବି ପରିବର୍ତ୍ତନ ଦେଖାଯାଏ। ଆଲୋକ, ବାୟୁ, ମୃତ୍ତିକା, ଜଳ ସଂସ୍ପର୍ଶରେ ଆସି ତା ଭିତରୁ ଚେର ସୃଷ୍ଟି ହୁଏ। ତାପରେ ଦ୍ରୁମ, ମହାଦ୍ରୁମ। ଠିକ ସେଇଭଳି ଭାବରେ ଶିଶୁଟିଏ ଯେତେବେଳେ ଜନ୍ମ ନିଏ, ପୁଣି ତାର ଧୀରେ ଧୀରେ ରୂପ ଆଉ ଗୁଣ ଏବଂ ଗତିଶୀଳତାର ଅନୁସାରେ ତାର ମଧ୍ୟ ପ୍ରଗତି ଘଟେ। ସେ ଏକ ମାନବରେ ପରିଣତ ହୁଏ। ସବୁ ପଶ୍ଚାତରେ ରହିଛି ସେହି ଶାଶ୍ୱତଙ୍କର ବିଧାନ, ଯାହା ସଦାସର୍ବଦା ସେହି ଚେତନା ଗୁଡ଼ିକୁ ପ୍ରଗତିଶୀଳ ପଥରେ ଆଗକୁ ଆଗେଇ ନିଏ। ଆମମାନେ ଯେତେବେଳେ ଦେଖିବା ନଦୀରେ ଯୋଉ ଜଳ ରହିଛି, ଆଜି ଯୋଉ ଜଳକୁ ସଂସ୍ପର୍ଶରେ ଆମେ ମାନେ ଆସୁଛନ୍ତି, କାଲି ସେଇ ଜଳ ନଥିବ, କାରଣ ସିଏ ଆଗକୁ ବଢି ଯାଇଥିବ। ସେଇ ଜାଗାକୁ ପୂରଣ କରିବା ପାଇଁ ନଦୀରେ ନୂତନ ଜଳ ପ୍ରବେଶ କରିଥିବ।
ସେମିତି ଯେତେବେଳେ ଛୋଟିଆ ମଞ୍ଜିଟିଏ ଯେତେବେଳେ ତାର ପ୍ରାଥମିକ ପର୍ଯ୍ୟାୟରେ ସେ ଭ୍ରୂଣପତ୍ର ଦିଏ, ସେତେବେଳେ ତାର ଗୋଟିଏ ପରେ ଗୋଟିଏ ପତ୍ର ବିକଶିତ ହେଇ ସେ ସେମିତି ପ୍ରଗତିଶୀଳ ହୋଇଥାଏ। ଆମମାନେ ଏଇ ସ୍ୱତନ୍ତ୍ର ଧର୍ମର ବିଧାନ ଅନୁସାରେ ସମସ୍ତେ ପରିଚାଳିତ। ଆମମାନେ ଜାଣିଛେ ଯାହାକୁ ସାଧାରଣ ଅର୍ଥରେ କୁହାଯାଏ ଅଗ୍ରଗତି କରିବା ବା ସଫଳତା ଲାଭ କରିବା। ଦି ପ୍ରୋସେସ ଅଫ ଗ୍ରାଜୁଆଲି ଇମ୍ପ୍ରୁଭିଂ, କିମ୍ବା ତାକୁ ଅନ୍ୟ ଅର୍ଥରେ କହିଲେ completing something বা achieving something, the move forward কিংবা onward movements towards the destination। ଏ ଯାହାକୁ ଯୋଉ ଭାଷାରେ ଯୋଉ ଭଳି ଭାବରେ ବ୍ୟକ୍ତ କଲେ ସେଇ ଗୋଟିଏ କଥା ହିଁ ବୁଝାଯାଏ, ତାହା ହେଉଛି ଅଗ୍ରଗତି ବା ପ୍ରଗତି ବା କ୍ରମ ପରିବର୍ତ୍ତନଶୀଳ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗତା ଆଡ଼କୁ ପରିପ୍ରକାଶ। ଆମମାନେ ଯେତେବେଳେ এই ବିଷୟଟିକୁ ଯେତେବେଳେ ଆଧ୍ୟାତ୍ମିକ ଦୃଷ୍ଟିରୁ ଲକ୍ଷ୍ୟ କରିବା, সেই ପ୍ରଗତିକୁ ଭିନ୍ନ ଭିନ୍ନ ଭାବରେ ଭିନ୍ନ ଭିନ୍ନ ବ୍ୟକ୍ତି ମଧ୍ୟ ଅଲଗା ଅଲଗା ଅର୍ଥରେ ପ୍ରକାଶ କରିଛନ୍ତି। ବାସ୍ତବରେ ପ୍ରଥମ କଥାଟି ହେଉଛି, ଆମେ ଯଦି ମାଙ୍କ ଦୃଷ୍ଟିକୋଣରୁ এই ପ୍ରଗତିର ସଂଜ୍ଞା ନିର୍ଦ୍ଧାରଣ କରିବା, ଦି ଟ୍ରୁ ପ୍ରୋଗ୍ରେସ ଇଜ୍ ଟୁ come always closer to the divine। ସଦାସର୍ବଦା ଦିବ୍ୟ ପରମ ସତ୍ତାଙ୍କ ନିକଟକୁ ଆହୁରି ଅଧିକ ନିକଟତର ହେଉଥିବା ତାହା ହିଁ ଯଥାର୍ଥ ପ୍ରଗତି ବୋଲି କୁହାଯିବ। ସେମିତି ପ୍ରୋଗ୍ରେସ ଦି ରିଜିନ why we are on earth। ମଦର ମା କହୁଛନ୍ତି ଏ ପ୍ରଗତି ଯୋଉଥି ପାଇଁ ଆମେ ଧରା ପୃଷ୍ଠରେ ଅବତରଣ କରିଛୁ ବା ରହିଛୁ, ସେଇଟା ହେଉଛି ତାର ବିଧାନ। ପ୍ରଭୁ ଶ୍ରୀ ଅରବିନ୍ଦ କହନ୍ତି, ପ୍ରୋଗ୍ରେସ ଇଜ ଦ ଭେରି ହାର୍ଟ ଅଫ ଦି ସିଗ୍ନିଫିକାନ୍ସ ଅଫ ଦି ହ୍ୟୁମାନ ଲାଇଫ। ପ୍ରଗତି ହେଉଛି ମାନବ ଜୀବନର ବା ମାନବ ଜୀବନ ତାତ୍ପର୍ଯ୍ୟର ହେଉଛି ମର୍ମସ୍ଥଳୀ ହେଉଛି ପ୍ରଗତି। ଯେତେ ଯେତେ କଥା ଦେଖିବା, ପ୍ରଭୁ ତାକୁ ସ୍ୱତନ୍ତ୍ର ଭାବରେ କହୁଛନ୍ତି, ଲୋକମାନେ ଯାହା କହନ୍ତି ଆଉ କରନ୍ତି ତଦ୍ୱାରା ତୁମେ ଯଦି ବିଚଳିତ ନ ହୁଅ, ତେବେ ତୁମ ପାଇଁ ତାହା ଏକ ବିପୁଳ ପ୍ରଗତି। ଇଏ ଦୃଷ୍ଟିକୋଣଟି ସମ୍ପୂର୍ଣ୍ଣ ଅଲଗା ହେଲେ ମଧ୍ୟ ଯେଉଁ ସାଧାରଣ ନିୟମ ଠାରୁ ଜଣେ ଏକ ଚେତନା ସ୍ତରରେ ଅଗ୍ରଗତି କରିବା ହେଉଛି ଯଥାର୍ଥ ପ୍ରଗତି। ପ୍ରଭୁ ସେହି ଅର୍ଥରେ କହୁଛନ୍ତି, ଯେଉଁମାନେ କୌଣସି ପ୍ରୟାସ କରନ୍ତି ନାହିଁ, ପ୍ରୟାସର ଅବର୍ତ୍ତମାନତା ହିଁ ଗୋଟିଏ ପ୍ରକାର ପ୍ରତିବନ୍ଧକ, ସେମାନେ କେବେ ହେଲେ ପ୍ରଗତି କରନ୍ତି ନାହିଁ। କେବଳ ଯେ ମା ଶ୍ରୀ ଅରବିନ୍ଦଙ୍କ କଥା ଆମେ ଲକ୍ଷ୍ୟ କରିବା ତା ନୁହଁ, ସ୍ୱାମୀ ବିବେକାନନ୍ଦଙ୍କୁ ଯଦି କହିବା ବା ତାଙ୍କର ପଥକୁ ତାଙ୍କର ଲେଖାକୁ ଯଦି ଅନୁସରଣ କରିବା, ତାହେଲେ ସିଏ ବି କହନ୍ତି, ଯୋଉ ଅଧ୍ୟବସାୟ ଯିଏ କରିଚାଲ ଯାବତୀୟ ପ୍ରଗତି ସେପରି ଉତ୍ଥାନ ପତନ ଦେଇ ଗତି କରିବ। perceiver all progress proceed by such rise and fall। ପ୍ରଗତି ସମ୍ଭବ ନୁହେଁ ଯଦି ଲୋକମାନଙ୍କର ଆସନ୍ତାକାଲି ଉପରେ ବିଶ୍ୱାସ ନ ରୁହେ। ଜନ୍ ଏଫ୍ କେନେଡି ଯୋଉ ପ୍ରଗତିର ବ୍ୟାଖ୍ୟା କରନ୍ତି, ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର
ସମସ୍ତେ ପ୍ରଗତିର ବ୍ୟାଖ୍ୟା ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରିଛନ୍ତି। ଯଦି ପ୍ରଗତିର ପଥରେ ସମାଜ ପ୍ରତିବନ୍ଧକ ସୃଷ୍ଟି କରେ ତେବେ ତାହା ପ୍ରତିଘାତର ସମ୍ମୁଖୀନ ହେବା ସୁନିଶ୍ଚିତ। ରବୀନ୍ଦ୍ରନାଥ ଠାକୁର। ସେଇଭଳି ଭାବରେ ମହାତ୍ମା ଗାନ୍ଧୀଙ୍କର କଥାଟିକୁ ଆମେ ଉଲ୍ଲେଖ କରିପାରିବା ଯେ ସିଏ କହୁଛନ୍ତି ହେଲ୍ଦି discontent is the prelude to progress। ସୁସ୍ଥ ଅସନ୍ତୋଷ ପ୍ରଗତିର ହେଉଛି ପୂର୍ବ ସୂଚନା। ତେଣୁ ଆମେ ଯୋଉମାନଙ୍କର ଯାହା ସବୁ ପ୍ରଗତିର ବ୍ୟାଖ୍ୟା ଗୁଡିକ ଶୁଣିଲେ ସବୁଗୁଡିକ ହଉଛି ସେଇ ମହାନ ଜିନିଷ ଯୋଉ ଶାଶ୍ୱତ ବିଧାନର ଏକ ଅଂଶ ବିଶେଷ। ସବୁ କିଛି ସଫଳକାମୀ କିନ୍ତୁ ଅଗ୍ରଗତିଶୀଳ। ମା ଯାହା କହନ୍ତି ସଫଳତା ନୁହଁ ପୂର୍ଣ୍ଣତା ଆମର ଲକ୍ଷ୍ୟ। ସେଇ ପୂର୍ଣ୍ଣତା ପଥରେ ଯାହା ଅଗ୍ରସର କରୁଛି ଏବଂ ଯାହା ଚେତନ ଧର୍ମୀ ହେଇ ରହିଛି ତାହା ହିଁ ପ୍ରଗତି, ତାହା ହିଁ ଅଗ୍ରଗତିର ସୂଚନା ଦିଏ। ଆମମାନେ ମାଙ୍କର ସେଇ ଦିବ୍ୟ ବାଣୀକୁ ଯଦି ଅବଲୋକନ କରିବା ତାହେଲେ ଆମମାନେ ଜାଣିପାରିବା ଯେ ମା ବହୁତ ଜିନିଷକୁ ଆମ ଆଗରେ ଏଭଳି ଭାବରେ ଉପସ୍ଥାପନ କରିଛନ୍ତି ଯାହା ମନୁଷ୍ୟର ଚେତନା ସହିତ ସମଛନ୍ଦିତ ହେଇକି ରହିଛି, ତାହା ପ୍ରଗତିଶୀଳ ହେଇକି ରହିଛି। ଏବଂ ସେ ଆମକୁ କହୁଛନ୍ତି ଯେ ପ୍ରତି ମୁହୂର୍ତ୍ତରେ ମନୁଷ୍ୟର ଯୋଉ ଧାରଣା ରହିଛି, ଯୋଉ କଥା ଗୁଡିକୁ ସିଏ ବିଚାର କରୁଛି, ତାକୁ ନେଇକି ଯଦି ଆମେ ଦେଖୁ ତାହେଲେ ସେଇ ଅନୁସାରେ ସାଧାରଣ ମନୁଷ୍ୟ ଯୋଉ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହଉଛି ସେ କଥାଟିକୁ ସେ ଏଭଳି ଭାବରେ ପ୍ରକାଶ କରୁଛନ୍ତି ଯେ ସେମାନେ ସଂସାରକୁ ଆସିଥାନ୍ତି କାହିଁକି? ଆସିଥାନ୍ତି ଯେହେତୁ କଣ ପାଇଁ ଆସିଛନ୍ତି ସେ କଥା ମଧ୍ୟ ସେ ଜାଣିନଥାନ୍ତି। ଏଠାରେ ସେମାନଙ୍କୁ କିଛି ବର୍ଷ ରହିବାକୁ ପଡିବ ବୋଲି କେବଳ ଜାଣିଥାନ୍ତି, କାହିଁକି ରହିବାକୁ ପଡିବ ସେ କଥା ମଧ୍ୟ ଜାଣିନଥାନ୍ତି। ସେମାନେ ଜାଣନ୍ତି ଯେ ସେମାନେ ଏଠାରୁ ଦିନେ ନା ଦିନେ ଚାଲିଯିବେ, ଅର୍ଥାତ ଏଠାରେ ରହିପାରିବେ ନାହିଁ, ସବୁଦିନ ଏଇ ଜାଗାରେ ରହିପାରିବେ ନାହିଁ। ତାହେଲେ କୁଆଡେ ଯିବେ ସେ କଥା ମଧ୍ୟ ଜାଣନ୍ତି ନାହିଁ। ଏବଂ ସେମାନଙ୍କର ବିଚାର, ସେମାନଙ୍କର ଚିନ୍ତାଧାରା, ସେମାନଙ୍କର ଅନୁଭବ ସବୁ ସତେ ଯେପରି ଫମ୍ପା ଶୂନ୍ୟ ଏଇଭଳି ରହିଥାଏ ଏବଂ ସବୁଗୁଡିକ ଏକ ବିରକ୍ତିକାରକ ପ୍ରକୃତିରେ କଣ ସେଥିରେ ଅଛି। ମା ସେଇଥିପାଇଁ କହୁଛନ୍ତି ଏଇଭଳି ମନୁଷ୍ୟ ଜୀବନ ବଞ୍ଚୁଛି। ଅର୍ଥାତ ଯେତେବେଳେ ମନୁଷ୍ୟକୁ ଠିକ ଭାବରେ ଲକ୍ଷ୍ୟ କରାଯାଏ ତାର ସମସ୍ତ ଜୀବନ ଧାରାର ପୂର୍ବରୁ ଯାହା ଘଟିଛି ତାକୁ କେବଳ ସେତିକି ଜଣା, ପରେ କଣ ଘଟିବ ସେ ବିଷୟରେ ଜାଣିନାହିଁ ଏବଂ ଭବିଷ୍ୟତରେ କଣ ହବାର ଅଛି ସେଇଟା ମଧ୍ୟ ତା ପାଖରେ ଅସମ୍ଭବ ହେଇଥାଏ। 1000 ଜଣ ମନୁଷ୍ୟରେ ଅନ୍ତତଃ 990 କିମ୍ବା ତାଠାରୁ ଅଧିକ ଏଇ ଅବସ୍ଥାରେ ରହିଛନ୍ତି ଯେ ପ୍ରକୃତରେ ମନୁଷ୍ୟ ଲାଗି ଏହା ଏକ ଅଜ୍ଞାନତା ଭିତରେ ବୁଡିକି ରହିଥିଲା ଭଳି ଜଣାପଡେ। ତଥାପି ମନୁଷ୍ୟ ମହାନ ଜ୍ଞାନୀ। ଅନେକ ପ୍ରାଣୀ ମାନଙ୍କ ଭିତରେ, ଅନେକ ପଶୁପକ୍ଷୀଙ୍କ ଭିତରେ ସେ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ। କିନ୍ତୁ ସେ ଯୋଉ ଜୀବନ ବଞ୍ଚୁଛି ତାର ନିଜର ସମୟଟିକୁ ସେ ଅତିବାହିତ କରିବା ଲାଗି ସେ ଯୋଉ ଚେଷ୍ଟା ଚଲେଇଛି, ଯେପରି ଯଥାସମ୍ଭବ କମ ନିରସ ଲାଗିବ ସେଥିଲାଗି ଯୋଉ ଚେଷ୍ଟା ତାର ପ୍ରୟାସ ଜାରି ରଖିଛି, କମ ଦୁଃଖ ଭୋଗ କରିବା ପାଇଁ ସେ ଯୋଉ ପ୍ରଚେଷ୍ଟା ଜାରି ରଖିଛି
ସବୁଗୁଡିକ ଯଦି ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖାଯାଏ, ସବୁଗୁଡିକ ନିରସ, ନିର୍ଜୀବ, ନିରର୍ଥକ, ନିର୍ବୋଧ, ସମ୍ପୂର୍ଣ୍ଣ ଭାବରେ ନିଷ୍ଫଳ ବୋଲି କୁହାଯିବ। ତେଣୁ ସେଇଥିପାଇଁ ମା ଏଠି ମନୁଷ୍ୟମାନଙ୍କୁ ସଚେତନ ହେବା ପାଇଁ ପ୍ରୟାସ କରୁଛନ୍ତି ଏବଂ ମନୁଷ୍ୟ ଜୀବନ ଯାତ୍ରାର ଆଉ ଏକ ବିରାଟ ଲକ୍ଷ୍ୟ ପାଇଁ ତାକୁ ସଚେତନ କରାଉଛନ୍ତି। ମୁଁ ପ୍ରକୃତିରେ କାହିଁକି ଏ ସଂସାରକୁ ଆସିଛି, ଏ ପୃଥିବୀରେ ମୁଁ କାହିଁକି ରହିଛି, ମୁଁ ନିଜେ କାହିଁକି ବଞ୍ଚିଛି, ଏ ଯାବତୀୟ ସମସ୍ତ କଥା ତାକୁ ନିଜକୁ ଅନୁସନ୍ଧାନ କରିବାକୁ ପଡିବ। ସେଇଥିପାଇଁ ମା ବହିରେ ପ୍ରଭୁ ଆମ ଆଗରେ ସେ ବିଷୟକୁ ଉପସ୍ଥାପନ କରି କହୁଛନ୍ତି ଯେ ମନେ ରଖ, ଭାଗବତ କର୍ମ ଆଉ ଭାଗବତ ବିଧାନ ବା ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହେଇଛି। ଆମକୁ ଆମର ଜୀବନର ମୂଳ ଉଦ୍ଦେଶ୍ୟଟି କଣ ସେ ବିଷୟରେ ଜାଣିବାକୁ ପଡିବ। ସେଇଥିପାଇଁ ମା ସ୍ୱତନ୍ତ୍ର ଭାବରେ କହୁଛନ୍ତି, ତେଣୁ ତୁମକୁ ଶିକ୍ଷା କରିବାକୁ ହିଁ ପଡିବ, ଶିକ୍ଷା କରିବାକୁ ହିଁ ଭଲ ପାଇବାକୁ ପଡିବ। ଆଉ ଶିକ୍ଷା କରିବାକୁ ହେବ ଯେ ତୁମର ଯୋଉ ସମୟଟି ରହିଛି ତୁମେ କଦାପି ତାକୁ ଯେମିତି ନଷ୍ଟ କରିବ ନାହିଁ। ନିରର୍ଥକ ନାନା ବସ୍ତୁ ଦ୍ୱାରା ଆପଣଙ୍କୁ ପୂର୍ଣ୍ଣ କରିବାରେ ବା ନିରର୍ଥକ କାର୍ଯ୍ୟ ଗୁଡିକ କରିବାରେ କଦାପି ସମୟଟିକୁ ଅପବ୍ୟୟ କରିବ ନାହିଁ। ଏ ଲକ୍ଷ୍ୟଟିକୁ ସମ୍ପୂର୍ଣ୍ଣ ଭାବରେ ରଖିବ। ତୁମେ ସବୁ କଥା କରିବ, କିନ୍ତୁ ଆପଣର ସମ୍ଭାବନା ଗୁଡିକ ସମୃଦ୍ଧ କରିବା ଲାଗି ଯେଉଁ ସମ୍ଭାବନା ଗୁଡିକ ତମ ଭିତରେ ରହିଛି ସେଗୁଡିକ ବିକାଶ ସାଧନ କରିବା ସକାଶେ ତୁମର କିଛି ପ୍ରୟାସ ଜାରି ରଖିବ। ନୂତନ ସମ୍ଭାବନା ଗୁଡିକୁ ଅର୍ଜନ କରିବା ପାଇଁ ବା ସେଥିରେ ଅଗ୍ରଗତି କରିବା ପାଇଁ ତୁମେ ଚେଷ୍ଟା କରିବ। ନିଜର ଯଥାସମ୍ଭବ ଯେତେ ପରିପୂର୍ଣ୍ଣତା ଆଡକୁ ଅଗ୍ରସର କରିବା ପାଇଁ ପ୍ରୟାସ ଜାରି ରଖିବ। କିନ୍ତୁ ମନୁଷ୍ୟ ଯୋଉ ପରିପୂର୍ଣ୍ଣତା ବୁଝିଛି, କିଛି ଅର୍ଥର ରୋଜଗାର କରିବା, କିଛି କ୍ଷମତା ଲାଭ କରିବା, କିଛି ଜଡ଼ ବସ୍ତୁ ସଂଗ୍ରହ କରିବା, ଏଗୁଡିକ ପରିପୂର୍ଣ୍ଣତାର ଧାର ଧାରେ ନାହିଁ। ଅର୍ଥାତ୍ ଆମର ଯୋଉ ଜୀବନର ଯୋଉ ଲକ୍ଷ୍ୟଟି ରହିଛି ତାହା ସାଧାରଣ ମାନସିକ ଲକ୍ଷ୍ୟ ନୁହେଁ। ଜୀବନ ଯୋଉ ଗତିଶୀଳ ପ୍ରବାହର ଏକ ଧାରା, ଯାହାଙ୍କ ଠାରୁ ତାହା ସୃଜନ ହୋଇଛି ତାହାକୁ ପରିପ୍ରକାଶ କରିବା ହେଉଛି ତାର ମୂଳ ଉଦ୍ଦେଶ୍ୟ। ସେଇଟାକୁ ଆମକୁ ଜାଣିବାକୁ ପଡିବ। ଆମକୁ ଏଠାରେ ଆସିକି ଆମେ କିଛି ସମୟ ବିତେଇ ଦେବା ପାଇଁ ଏଠି ଆସିନୁ। ଯେକୌଣସି ପ୍ରକାର ସମୟ କାଟିବାକୁ ପଡିବ ବୋଲି ସେ କଥା ବି ବୁଝିବା ନୁହଁ। ତେଣୁ ଆମକୁ କେତେ ଦୂର ସଚେତନ ହବାକୁ ପଡିବ, ସେଥିପାଇଁ ମା ଆମକୁ ବାରମ୍ବାର ତାଗିଦ କରିଦେଇଛନ୍ତି ଏବଂ ସେ କହୁଛନ୍ତି ଯେ ଯଦି ତାଙ୍କର ମୂଳ ଉଦ୍ଦେଶ୍ୟ ହଉଛି ବର୍ତ୍ତମାନ ମନୁଷ୍ୟର ଯୋଉ ଅବସ୍ଥା ଅଛି, ଯୋଉ କଣ୍ଡିସନ ଅଫ ଦି ମ୍ୟାନ, ଏ କଣ୍ଡିସନଟି କଣ ଅଛି ଏବେ, ଯଦି ତୁମେ ନିଜର ମନୋଯୋଗକୁ ଯଥାର୍ଥ ଭାବରେ ନିରୀକ୍ଷଣ କରିକି ଲକ୍ଷ୍ୟ କରିବ ତାହେଲେ ଜାଣିବାକୁ ପାଇବ ଯେ, ଦେଖିବାକୁ ଅନୁଭବ କରିବ ଯେ ତୁମେ ଏକ ମନୁଷ୍ୟ ଧର୍ମୀ ଯେକୌଣସି ପ୍ରାଣୀ ପରି ହିଁ ଜୀବନ ବିତଉଛ ଏବଂ ତାରି ଭଳି ଜୀବନ କଟଉଛ। ତୁମେ ଯାହା ସବୁ ଅନୁଭବ କରୁଛ, ତୁମର ଯାହା ସବୁ ଅଭିଜ୍ଞତା ଅର୍ଜନ କରିଛ, ଯାହା ସବୁ ସୃଷ୍ଟି କରୁଛ, ଯାହା ସବୁ ରଚନା କରିଛ, ଏ ସବୁ ଅବବୌଦ୍ଧିକ ସତ୍ତା ଭଳି ଏ ସବୁ ଗୁଡିକ ସୃଷ୍ଟି କରି ଚାଲିଛ। ବାସ୍ତବରେ ଆମେ ଯଦି ତାକୁ ଭଲ ଭାବରେ ଲକ୍ଷ୍ୟ କରିବା, ନିରୀକ୍ଷଣ କରିବା, ଆମର ଏ ସଂସାରରେ ଜଗତରେ 4 ଭାଗରୁ 3 ଭାଗ ବିଷୟ ହଉଛି ଅବଚେତନ ସ୍ତରରେ ପୁରା ବୁଡିକି ରହିଛି। ଆମ ଜୀବନର ଯଦି ଆମେ ଅବଲୋକନ କରିବା ତାହା ମଧ୍ୟ ସେଇଆ। ତାହେଲେ ଆମ ଯୋଉ ଦିନମାନ ଗୁଡିକ ଅତିକ୍ରମ ହଉଛି ତାକୁ ଯଦି ଆମେ ପର୍ଯ୍ୟାୟକ୍ରମରେ ଠିକ ଭାବରେ ଲକ୍ଷ୍ୟ କରିବା,
ସେଥିରୁ ମଧ୍ୟ ବୁଝିବା ଯେ ଆମେ ଦିନ ତମାମ ଯୋଉ 24 ଘଣ୍ଟା ଭିତରୁ 23 ଘଣ୍ଟା ପ୍ରାୟ ସେମିତି ଅଜ୍ଞାନତା ଭିତରେ କଟି ଯାଉଛି। ଆମେ ଯାହାକୁ ବି ପାଠ କରୁଛେ, ଯାହା ସବୁ ଶିକ୍ଷା ଅର୍ଜନ କରୁଛେ, ଯାହାକୁ ଧରିକି ଜୀବନ ବଞ୍ଚୁଛେ, ଯୋଉଥିପାଇଁ ଅର୍ଥ ରୋଜଗାର କରୁଛେ, ଯଦି ପଶ୍ଚାତରେ ତାର ପଶ୍ଚାତରେ ଯଦି ଅବଲୋକନ କରିବା, ଯଥାର୍ଥ ଦୃଷ୍ଟିଭଙ୍ଗୀ ନେଇ ଯଦି ତାକୁ ଦେଖିବା, ଏ ସବୁ ଗୁଡିକ କେବଳ ନିରର୍ଥକ ପ୍ରଚେଷ୍ଟା ହିଁ ଚାଲି ରଖିଛି। ତେଣୁ ଆମମାନଙ୍କୁ ସଦାସର୍ବଦା ସଚେତନ ହେବାକୁ ପଡିବ। କାରଣ ପ୍ରତି ମୁହୂର୍ତ୍ତରେ ଆମକୁ ଯୋଉ ସ୍ୱତନ୍ତ୍ର ଜୀବନ ବଞ୍ଚିବାକୁ ଦିଆଯାଇଛି, ତା ପାଇଁ ଆମେ କେତେ ଦୂର ଯୋଗ୍ୟ ହେଇକି ରହିଛନ୍ତି ଏବଂ ସେଇ ଯୋଗ୍ୟତା ପଥରେ ଆମେ କେତେ ଦୂର ଅଗ୍ରସର ହେବାକୁ ପ୍ରୟାସ କରିଛନ୍ତି। ପ୍ରତ୍ୟେକଟି ପାଦ ଯେତେବେଳେ ଆମେ ତା ଉପରେ ଦୃଷ୍ଟି ଦଉ, ନିଶ୍ଚୟ ଧରିପାରିବା ଯେ ବା ଦେଖିପାରିବା ଯେ ଆଜି ଆମେ ଯୋଉ ସ୍ଥିତିରେ ଅଛୁ, ପୁଣି କାଲିକି ସେଇ ସାମାନ୍ୟ ଟିକେ ପରିବର୍ତ୍ତନ କିଛି ପ୍ରୟାସ କରିଛୁ ସତ, କିନ୍ତୁ ତାହା ଆଖି ଦୃଶ୍ୟ ନୁହଁ କିମ୍ବା ଚେତନା ଧର୍ମୀ ନୁହଁ। ତାହେଲେ ଆମମାନଙ୍କର ଜୀବନ ଯୋଉ ରହିଛି ବା ଯୋଉ ଘଟଣା ପ୍ରବାହ ଘଟି ଚାଲିଛି, ତାହେଲେ ଆମେ କିଭଳି ଭାବରେ ସେଇ ପଥଟିକୁ ଅତିକ୍ରମ କରିବା? ସେଥିପାଇଁ ମା ଆମକୁ ସ୍ୱତନ୍ତ୍ର ଭାବରେ ପ୍ରକାଶ କରୁଛନ୍ତି। ମନୁଷ୍ୟ କେବଳ 100ରୁ 99 କ୍ଷେତ୍ରରେ ଦେଖିବାକୁ ପାଇବା ଯେ ପ୍ରକୃତରେ ପଶୁଟି ହିଁ ଗୋଟେ ବାସ କଲା ଭଳି ବାସ କରୁଛି। କିଞ୍ଚିତ ଉତ୍ତମ ସ୍ତରରେ ଗୋଟିଏ ପଶୁ ଏକାବେଳକେ କୁକୁର ନୁହେଁ କିମ୍ବା ଏକାବେଳକେ ମାଙ୍କଡ ନୁହେଁ, ତଥାପି ସେମାନଙ୍କ ଠାରୁ ଖୁବ ବେଶୀ ଭିନ୍ନ ସେ କଥା ମଧ୍ୟ ନୁହେଁ। ମା ଏଇ ଯୋଉ ଉଦାହରଣଟି ଦେଲେ କୁକୁର ଆଉ ମାଙ୍କଡ ସାଙ୍ଗରେ ତୁଳନା କରିକି, ତାହେଲେ ଆମେ ଏଠୁ ଅବଲୋକନ କରିବା ଯେ ଆମମାନଙ୍କର ପ୍ରଗତି ଅନୁସାରେ ଆମେ କେତେ ନ୍ୟୁନ ସ୍ତରରେ ରହିଛେ। କେବଳ ପ୍ରାଣୀର ଜୀବନଟିଏ ବଞ୍ଚୁଛେ, କିନ୍ତୁ ମନଟିକୁ ଆଧାର କରିକି ଜୀବନ ବଞ୍ଚିବାକୁ ପ୍ରୟାସ କରୁଛେ, କିନ୍ତୁ ମନରେ ସଂଯମତା ନାହିଁ, ପ୍ରାଣରେ ନିୟନ୍ତ୍ରଣ ନାହିଁ, ଶରୀରର ଚେତନାକୁ ଜାଗ୍ରତ ପର୍ଯ୍ୟନ୍ତ କରିନାହାନ୍ତି। ତେଣୁ ଆମମାନଙ୍କର ପ୍ରତି ମୁହୂର୍ତ୍ତରେ ଆମେ ଯୋଉ ପ୍ରଗତି କରୁଛୁ ବୋଲି ଭାବୁଛୁ, ସେଥିରେ ପ୍ରତିରୋଧ ହବ ହିଁ ହବ। ଏହା ସମ୍ପୂର୍ଣ୍ଣ ଅଜ୍ଞାନତା ଯୋଗୁଁ ଘଟେ। ଯଦି ବାହ୍ୟ ଦୃଷ୍ଟିରୁ ଦେଖିବା, ଏଇଟା ସମ୍ପୂର୍ଣ୍ଣ ଅଜ୍ଞାନତା ଦୃଷ୍ଟିରୁ ହିଁ ସବୁ କିଛି ସମ୍ଭବ ହୁଏ। ତାପରେ ଯଦି ଆଉ ଟିକେ ଅବଲୋକନ କରିବା, ଆଉ ଟିକେ ଭିତରକୁ ଯଦି ଯିବା, ଆଉ ଟିକେ ଅଧିକ ପରିମାଣରେ ତା ଭିତରକୁ ଲକ୍ଷ୍ୟ କରିବା, ତାହେଲେ ଆମେ ଅନୁଭବ କରିବା ଯେ ଆମମାନେ ଯୋଉ ଜୀବନଟି ବଞ୍ଚୁଥିଲୁ ବା ବଞ୍ଚି ଆସିଛୁ, ତାହା ବାସ୍ତବରେ ଭାଗବତ ବିଧାନର ଅଂଶ ବିଶେଷ ଭାବରେ ଜୀବନ ବଞ୍ଚି ପାରିନାହୁଁ। ଏବଂ ସେଇଥିପାଇଁ ଆମକୁ ସ୍ୱତନ୍ତ୍ର ଭାବରେ ମା ଏଠି ଯୋଉ କଥାଟିକୁ ଗୁରୁତ୍ୱ ଦେଇଛନ୍ତି, ତାକୁ ବୁଝିବାକୁ ହିଁ ପଡିବ। ସେ କହୁଛନ୍ତି, ଯଦି ତୁମେ ଅଗ୍ରଗତି କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥାଅ, ଯଦି ଯୋଗ ମାର୍ଗରେ ଆସି ପ୍ରବିଷ୍ଟ ହୁଅ, ତେବେ ଏହି କ୍ଷେତ୍ରରେ ଗୋଟେ ନୂତନ ଘଟଣା ଆସି ଗୋଟେ ସ୍ଥିତି ତାର ହସ୍ତକ୍ଷେପ ନିଶ୍ଚିତ ହିଁ କରିବ। ଆମର ଯୋଉ ଅଗ୍ରଗତି କରିବା ଲାଗି ଯୋଉ ମନଟି ରହିଛି, ଆମ ଭିତରେ ଆମ ଚତୁଃପାର୍ଶ୍ୱରେ ଯାହା ସବୁ ସଂଗଠିତ ହଉଛି ଏବଂ ଯଥାର୍ଥ ଅଗ୍ରଗତି ତାକୁ କେବେ ହେଲେ କହିପାରିବା ନାହିଁ। ଆମେ ଯଦି ବା କିଛି ପ୍ରୟାସ କରିବା, ତାର ସଙ୍ଗେ ସଙ୍ଗେ ଲକ୍ଷ୍ୟ କରିବା ତାର ପ୍ରତିରୋଧକୁ ଆମକୁ ଭେଟିବାକୁ ପଡିବ ହିଁ ପଡିବ। ଏଇ ଯୋଉ ପ୍ରତିରୋଧ ହଉଛି,
ए सृष्टिर विधान। जदि कौन जिनस प्रगति करिया को बसिबो प्रत्येक प्रगति को प्रतिबंधक करिवा पई किछि व्यवस्था मध्य रही। सेगुड़िक आम व्यक्तिगत प्रकृति भितर सृष्टि हुए, बेले बेले बाह्य अवस्था भितर संगठित हुए, आ बेले बेले प्राण जो शक्ति रही, जो प्राणिक शक्ति रही सेथिरु मध्य किछि प्रतिबंधक भाव ए कार्य संगठित करती। माँ कहते गोटे छोटिया उदाहरण जदि आमे नबा, जदि खाद्य विषय जदि चिंता करिवा ता भितर जदि आमर जो आसक्ति रही आमे सेई क्षेत्र रे जदि अग्रगति संभव करिया को इच्छा करूछु ताहले मध्य आमको अनेक भावना आसी पहुंचीबो जे मु को प्रकार खाद्य खाइबी, किभली भाबरे ता मो पई आग्रह दीपक हबो, कोटा जीभ को भारी टेस्टी लागिबो, आ को जिनस न खाइबा उचित बा को जिनस खाइबा उचित आकु धरिकी विवेचना करिया को पड़िबो एवं सेथुर पुणी मुक्ति पाइबा पई बारंबार प्रयास करिया को पड़िबो। ये सब विभिन्न प्रकार भावना भितरे विभिन्न प्रकार क्रिया प्रतिक्रिया भीतर देखी जितेबाला आम जीवु से शरीर जो कार्यटी संगठित करिवो केवल प्राण द्वारा परिचालित होइकी बेले बेले करिवो तो मन द्वारा परिचालित होइकी बेले बेले करिवो। तेणु प्राण और मन ये दी जन शरीर को परिचालित सदा सर्वदा करुचंती, किंतु आमे आउरी एक महान शक्तिशाली विषय वस्तु जी आम भितरे रहिछंती तांका विषय आमे एपर्यंत अज्ञान, तांकर डाकरा तांकर आह्वान को आमे अनुभव करि पारि नांती। आमको खाली भौतिक दृष्टि जो भावना गुड़िक मन जो भौतिक विषय वस्तु को आधार करके जो विषय गुड़िक जानी ताकू केंद्र करके से सब गुड़िक प्रकाश करुथिबो एवं तारि धीरे अग्रगति करि चलथिबो एवं जो थिरे कि तार केवल से व्यक्तिगत चेतना को आ गोटे ऊर्ध्व स्थिति को नबा पई साहाय्य करिया को प्रयास करुछि किंतु हेई पारु नाही। जेमती छोटिया उदाहरण देले आमे जानी परिबा जेतेबेले देहरे कौन जगह खंडिया जदि हो जाए से खंडिया सुखिबा अवस्था को आसिला बेलू भारी कुंडेई लागे, कुंडेई देले पुणी खंडिया हुए रक्त बाहरे पुणी पोड़ा हुए बा कष्ट लगे, किंतु आमको लगे जे आमे जो कामटा करूछु से कामटा होची तारी ही आवश्यकता। ठीक सेही बळी भाबरे आम मानकर प्रगति बा अग्रगति साधित होची, अर्थात आमे जहा करूछु गोटे जेमती गोटे खुंटी दिए गोटे मांकड़ ऊपर को जेतिकी चढ़े तलू को खसे पुणी चढ़े पुणी से खसे आम जीवन आधार से ही बड़िया होगी चलती। आध्यात्मिक धारार जो जीवन बंचिबा कथा आमे केवल ताकू धरिकी केते गुड़िए विधान सब करिछु, नीति नियम सब संगठित करिछु, सेगुड़िक भागवत विषय वस्तु नुहे ए कथा आमर ज्ञातसार नहीं। खाली पूजा करिबा बा पूजा करिकिरी कौनसी जिनस को संगठित करदेवा जे सेई आध्यात्मिकतार गोटे अंश विशेष ता भी नुह। तेणु आम मानकु सेथिपई सचेतन हवाक पड़िबो। अग्रगति करिबा पूर्वरु से विषय हमको जानिया को पड़िबो। माँ ये अग्रगति उपरे बहुत सूचना देइचंदी। चेतना स्तर रे मनुष्य किभली भाबरे ता सहित संपर्क स्थापन करिवो सेथिपई मध्य माँ सूचना देइचंदी। जो संख्या भितर माँ नंबर देइचंदी 11 जहाँ अग्रगतिर प्रतीक।
ସିମ୍ବଲ ଆକାରରେ ଦେଇଛନ୍ତି ଯୋଉଗୁଡିକ ଗୋଟିଏ ଫୁଲ, ସେଇଟା ହଉଛି ଯୋଉ ପ୍ରଗତିର ଫୁଲ ହଉଛି ସଦାବିହାରୀ ଫୁଲ। ସଦାବିହାରୀ ଫୁଲଟିଏ ଯେତେବେଳେ ଫୁଟେ, ତାର ଯୋଉ 5 ପାଖୁଡା ବିଶିଷ୍ଟ ଫୁଲଟି ଗୋଲାପୀ ରଙ୍ଗ, ମଝିରେ ଲାଲ, ଏବଂ ସେଇ ଯୋଉ ଫୁଲଟି ବାସ୍ତବିକ ପ୍ରଗତିର ଚେତନାକୁ ବହନ କରେ। ସେଇ ଯେତେବେଳେ ତା ଯଦି ହ୍ୱାଇଟ୍ ହେଇଥାଏ, ସେଇଟା ହଉଛି ଇଣ୍ଟିଗ୍ରାଲ ପ୍ରୋଗ୍ରେସ ବା ପୂର୍ଣ୍ଣାଙ୍ଗ ପ୍ରଗତି ବୋଲି ତାକୁ କୁହାଯାଏ। ମାଙ୍କର ଯୋଉ ସିମ୍ବଲଟି ଅଛି, ଯଦି ତାକୁ ବି ଆମେ ଅବଲୋକନ କରିବା, ତାହେଲେ ଯୋଉ 12 ଆଟ୍ରିବ୍ୟୁଟ୍ସ ବୋଲି କୁହାଯାଏ, 6 ନମ୍ବରଟି ହଉଛି ପ୍ରୋଗ୍ରେସ ବା ପ୍ରଗତି। ତେଣୁ ଅରୋଭିଲରେ ଯୋଉ ସିମ୍ବଲ କରାହେଇକିରି ମାତୃ ମନ୍ଦିର ପ୍ରତିଷ୍ଠା କରାଯାଇଛି, ତାର ତଳେ ଯୋଉ 12 ପେଟାଲ୍ସ ଗଠନ କରାଯାଇଛି, ତାର 8 ନମ୍ବର ବି ପ୍ରଗତିର ଚିହ୍ନ। 8 ନମ୍ବର ଗୃହଟି ବା 8 ନମ୍ବର ଘରଟି, ତାକୁ ପ୍ରଗତିର ସୂଚନା ଦିଆଯାଇଛି। ଏଇ ଯୋଉ ପ୍ରଗତି କଥା କୁହାଯାଉଛି, ଏଗୁଡିକ ମାଙ୍କର ବିଭିନ୍ନ ଅଂଶବିଶେଷ ବା ଗୋଟିଏ ପ୍ରେରଣାର ପ୍ରବାହ। ଆମମାନେ ମନେ ରଖିବା ଦରକାର ଯେ ଯୋଉ ଭାଗବତ ଅଭିବ୍ୟକ୍ତି ପାଇଁ ଆମର ଯୋଉ ଜୀବନ ଦିଆହେଇଛି, ଭାଗବତ କର୍ମ କରିବା ପାଇଁ ଆମେ ଯୋଉ ପାଇଁ ଉଦ୍ଦିଷ୍ଟ ହେଇକି ରହିଛନ୍ତି, ସେ କର୍ମ ଏପର୍ଯ୍ୟନ୍ତ କରିନି। ଆଉ ସେ କର୍ମ ଚେତନା ଦ୍ୱାରା ସଂଗଠିତ ହୁଏ। ତେଣୁ ଆମ ପଶ୍ଚାତରେ ରହିଥିବା ଚେତନାକୁ ଜାଗ୍ରତ କରିବା ହେଉଛି ଆମମାନଙ୍କର ପ୍ରଥମ ଧର୍ମ। ଏଥିପାଇଁ ନାନାବିଧ ପ୍ରୟାସ ବ୍ୟକ୍ତି କରୁଛି, କିନ୍ତୁ ତାର ମନର ସୀମିତତା ମାଧ୍ୟମରେ ଯାହା ସବୁ ସଂଗଠିତ କରୁଛି, ତାହା କେବେ ଅଧିକ ଫଳପ୍ରଦ କରେଇ ପାରୁନାହିଁ। ତେଣୁ ସାଧାରଣ ଅର୍ଥରେ ଯୋଉଗୁଡିକ ଆମେ ସଫଳତା ବା ପୂର୍ଣ୍ଣତା ବା ଚେତନାର ଉଦ୍ଧାୟନ ବୋଲି ଭାବୁଛେ, ସେଗୁଡିକ ସଂଗଠିତ ହଉନି। ତା ଠିକ ସେଇ ମାଙ୍କଡର କାର୍ଯ୍ୟବଳୀ ସଂଗଠିତ ହଉଛି। ଯେମିତି ଜଣେ ବ୍ୟକ୍ତି ଥିଲେ, ସେ ଗୋଟେ ପୋଷା ମାଙ୍କଡଟିଏ ପାଳିଥିଲେ। କୌଣସି କାରଣରୁ ତାଙ୍କୁ ବାହାରକୁ ଯିବାକୁ ପଡିଲା। ସେ ମାଙ୍କଡକୁ ଦାୟିତ୍ୱ ଦେଲେ ଯେ ଗୋଟେ ଗଛ, ନୂଆ ଗଛଟିଏ ଲଗେଇଛି, ଆଉ ସେଥିରେ ସେ ଯେମିତି ପାଣି ଦବ। ମାଙ୍କଡ କହିଲା, କଣ ହବ ସେଥିରେ? ଇଏ ବୁଝେଇଦେଲେ ଯେ ଗଛଟା ପ୍ରଗତି କରିବ ବା ବଡ ହବ ଏବଂ ବଞ୍ଚିବ, ତା ଦେହରେ ଫୁଲ ହବ, ଫଳ ହବ, ସେଇଥିପାଇଁ ଗଛଟି ଲଗା ହେଇଛି। ତାହେଲେ ସବୁଦିନ ପାଣି ଦେଲେ ଗଛଟି ବଢିବ। ମାଙ୍କଡଟିକୁ ଦାୟିତ୍ୱ ଦେଇକିରି ବ୍ୟକ୍ତି ଜଣକ ବାହାରକୁ ଗଲେ। ତା 15-20 ଦିନ ପରେ ଯେତେବେଳେ ଫେରିଲେ, ଦେଖିଲେ ଗଛ ପୁରା ମରିଯାଇଛି। ମାଙ୍କଡକୁ ପଚାରିଲେ, ତୁ ସେ କାମ କରିଛୁ? ମାଙ୍କଡ କହିଲା, ହଁ। ତାହେଲେ କଣ କରୁଥିଲୁ? ନା, ଗଛ ମୂଳରେ ଏଠୁ ପାଣି ନେଇକି ସେଠି ଗଛ ମୂଳରେ ଦଉଥିଲି, ଏବଂ ତାପରେ ଦେଖୁଥିଲି, ତାକୁ ଉପାଡ଼ିକି ଦେଖୁଥିଲି ସେ କେତେ ଦୂର ବଢିଛି। ପ୍ରତ୍ୟେକ ଦିନ ପାଣି ଦିଏ, ପ୍ରତ୍ୟେକ ଦିନ ଉପାଡ଼ିକି ଦେଖେ ସେ କଣ ବଢିଛି, ପୁଣି ତାକୁ ପୋତି ଦିଏ। ଇଏ ଯୋଉ ମାଙ୍କଡର ଯୋଉ କାମ, ମନୁଷ୍ୟ ଯୋଉ ପର୍ଯ୍ୟନ୍ତ ଏଇଭଳି ଜ୍ଞାନ ଅର୍ଜନ କରୁଥିବ, ତାର ପ୍ରଗତି ସେଇଭଳିକା ହେଇକି ରହିଥିବ। ଅର୍ଥାତ୍ ମନୁଷ୍ୟର ପ୍ରଗତି ମଧ୍ୟ ଗୋଟିଏ ପଶୁ ପ୍ରବୃତ୍ତିର ପ୍ରଗତି ଭଳିକା ସାଙ୍ଗରେ ସମାନ। ସେମିତି ଇଏ ତ ଗଲା ପଶୁ କଥା, ମାଙ୍କଡ କଥା। ଆଉ ଜଣେ ବ୍ୟକ୍ତିଙ୍କର ଉଦାହରଣଟିଏ ଦେବି। ସେଇଭଳିକା କିଭଳି ଭାବରେ ମନୁଷ୍ୟ କେତେ ଦୂର ଅଗ୍ରଗତି କରୁଛି, କେତେ ଦୂର ନୀତି ନିୟମ ଦ୍ୱାରା ପରିଚାଳିତ ହଉଛି, ସେଥିରୁ ଆମେ ବୁଝିପାରିବା। ଜଣେ
କଣ୍ଟ୍ରାକ୍ଟର ଥିଲେ, ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ଗୋଟେ ଅଞ୍ଚଳରେ ଗଛ ଲଗେଇବା ପାଇଁ। ସେ କଣ କରିଥିଲେ, 3 ଜଣ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ। 3 ଜଣ ବ୍ୟକ୍ତି, ଜଣେ ଗାତ ଖୋଳିବ, ଜଣେ ଗଛ ଆଣିକିରି ସେ ଗାତ ଭିତରେ ପକେଇବ, ଆଉ ଜଣେ କଣ କରିବ, ତାକୁ ସେଟ୍ କରିକି ତା ମୂଳ ପୁଣି ପୋତାପୋତି କରିକି ପାଣି ଦବ। ଏ 3 ଜଣଙ୍କ ଭିତରୁ 3 ଜଣଙ୍କୁ ଦାୟିତ୍ୱ ଦେଇକିରି ମଧ୍ୟ ସେ ବ୍ୟକ୍ତି ବାହାରକୁ ଯାଇଥିଲେ। ଫେରିଲା ବେଳକୁ ଦେଖିଲେ ଗାତ ଖୋଳା ହେଇଛି, ମାଟି ପୁରା ପ୍ୟାକ୍ କରାହେଇଛି, କିନ୍ତୁ ଗଛ ନାହିଁ। ଗଛ କଣ ହେଲା, ସେ ଯାଇ ଦେଖନ୍ତି ଗଛ ଯୋଉଠି ଥିଲା ସେଇଠି ଅଛି, ଗଛ କିଛି ଲଗାଯାଇନି। ସେମାନଙ୍କୁ ଯେତେବେଳେ ପଚାରିଲେ କଣ ହେଲା, କଣ ଏଇ କାମ ଏମିତି କଣ ହେଇଛି, ସେମାନେ କହୁଛନ୍ତି ନା ତାର ଯୋଉ ଦାୟିତ୍ୱ ଥିଲା ଗାତ ଖୋଳିବା ଦାୟିତ୍ୱ ସେ କରୁଛି, ଦ୍ୱିତୀୟ ଜଣଙ୍କର ଦାୟିତ୍ୱ ଥିଲା ମାଟି ଦିହରେ ସେ ଯୋଉ ଗାତ ଖୋଳା ହେଲା ତା ଦେହରେ ଗଛ ପଡିବ, ତୃତୀୟ ଜଣଙ୍କର ଦାୟିତ୍ୱ ଥିଲା ତାକୁ ପୁଣି ତା ମୂଳଟାକୁ ସମାନ କରିକି ତାକୁ ଯେମିତି ମାନେ ପୋତିବା କଥା ସେଇଗୁଡିକ କରିବ, ମାଟିଟାକୁ ଖାଲ ଭିତରେ ପୂର୍ଣ୍ଣ କରିବ ଏବଂ ତାକୁ ପୁଣି ଟିକେ ଉଚ୍ଚା କରିକି ରଖିବ। ସେଦିନ ସେ ଯୋଉ ଦ୍ୱିତୀୟ ବ୍ୟକ୍ତିକୁ ଯୋଉ ଦାୟିତ୍ୱ ଦିଆଯାଇଥିଲା, ସେ ଦ୍ୱିତୀୟ ବ୍ୟକ୍ତି କୌଣସି ଅସୁସ୍ଥତାର କାରଣରୁ ସେ ଆସିପାରିନି। ଏ 2 ଜଣ ତାଙ୍କ କାମ ତୁଲେଇଛନ୍ତି, ଅର୍ଥାତ୍ ଜଣେ ଗାତ ଖୋଳିଛି ଆଉ ଜଣେ ଗାତ ପୋତିଛି। ଇଏ ଯେମିତି ଜ୍ଞାନର କାର୍ଯ୍ୟ କରିଛନ୍ତି ମଣିଷ 2 ଜଣ, ଯେ କୋଉ ଉଦ୍ଦେଶ୍ୟରେ ସେଇଟା ସାଧିତ ହଉଛି, ଯଦି ସେ କଥାଟି ନ ଜାଣିଲା, କୋଉ ଉଦ୍ଦେଶ୍ୟରେ ଆମେ ଜୀବନଟି ବଞ୍ଚିଛୁ ଯଦି ମନୁଷ୍ୟ ନ ଜାଣିଲା, କୋଉ ଉଦ୍ଦେଶ୍ୟରେ ଆମେ ଏଠିକି ଆସିଛୁ, ଆମର ଲକ୍ଷ୍ୟ କଣ ଯଦି ନ ବୁଝିପାରିଲୁ, ତାହେଲେ ତାର ମୂଲ୍ୟ କିଛି ନାହିଁ। ତେଣୁ ଆମ ପାଇଁ ପ୍ରତିବନ୍ଧକ ଆସିବା ସ୍ୱାଭାବିକ, এটা ସାଧାରଣ କଥା। କାରଣ ମନୁଷ୍ୟ ଏତେ ଅଜ୍ଞାନତା ଭିତରେ ଅଛି, ଏ ପର୍ଯ୍ୟନ୍ତ ଯେହେତୁ ସେ ତାର ଯଥାର୍ଥ ପ୍ରଗତି ବିଷୟ ବୁଝିପାରୁନାହିଁ, ତା ପାଇଁ ପ୍ରତିବନ୍ଧକ ହବ ହିଁ ହବ। ତେଣୁ ପ୍ରଭୁ ସେଇ ଉଦ୍ଦେଶ୍ୟରେ କହୁଛନ୍ତି ଯେ ଯେତେବେଳେ ମନୁଷ୍ୟକୁ ପ୍ରତିବନ୍ଧକ ଆସିବ, ତୁମେ ଯଦି ବାସ୍ତବିକ ଯୋଗ କରିବାକୁ ଚାହୁଁଛ, ତେବେ ତୁମର ଗୋଟିଏ ସ୍ୱତନ୍ତ୍ର ଇଚ୍ଛାଟିଏ ରହିବା ଦରକାର, ଯାହା ଅଭିପ୍ସା ନାମରେ ପରିଚିତ। ତା ହେଉଛି ତୁମର ଯୋଉ ଆନୁଗତ୍ୟତାକୁ ନେଇକି ତୁମେ ଅନ୍ତର ଭିତରୁ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଇଦେବାର ଭାବଟିଏ ତୁମ ଭିତରୁ ସୃଷ୍ଟି କରିବା ଦରକାର। ତାହେଲେ ଯଥାର୍ଥ ଏବଂ ତାହା ପରିପୂର୍ଣ୍ଣ ହେଇପାରିବ। ଯେତେ ଦିନ ପର୍ଯ୍ୟନ୍ତ ତୁମର ପରିବାର, ସନ୍ତାନ ସନ୍ତତି, କୌଣସି ବସ୍ତୁ, କୌଣସି ବ୍ୟକ୍ତି, କୌଣସି ବିଷୟ ସହିତ ଆସକ୍ତି ରହୁଛି, ସେ ପର୍ଯ୍ୟନ୍ତ ତୁମର ସାଧନା ସମ୍ଭବ ହେବ ନାହିଁ। ତେଣୁ ତମର ଆସକ୍ତି ହିଁ ଜୀବନ କ୍ଷେତ୍ରରେ ବଡ ପ୍ରତିବନ୍ଧକ ଅଟେ, ବା ସେଇଟା ପ୍ରତିରୋଧ କରେ। ତମ ଭିତରର ଜିନିଷ ତୁମକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ, ସିଏ ହେଉଛି ତୁମର ନିମ୍ନ ପ୍ରକୃତି। ତେଣୁ ଯୋଗ ଜୀବନରେ ବନ୍ଧୁତାର ସ୍ଥାନ ରହିପାରେ, କିନ୍ତୁ ଆସକ୍ତିରୁ ବିଦାୟ ନେବାକୁ ପଡ଼ିବ। ଏଥିପାଇଁ ଆମମାନଙ୍କୁ କୌଣସି ସ୍ନେହ ସୂତ୍ରରେ ଆବଦ୍ଧ ହୋଇ ଯେତେବେଳେ ରହିବା, ଯଦି ତାହା ପୁଣି କ୍ଷଣକେ ନ ଦେଖିଲେ ପୁଣି ତା ଭିତରେ ଗୋଟିଏ କିଛି ଭାବନା ଉଦ୍ରେକ ହଉଛି, ତାହେଲେ ଆମକୁ ଜାଣିବାକୁ ପଡିବ ଆମ ଭିତରେ ସେ ବିଷୟ ପ୍ରତି, ସେ ବ୍ୟକ୍ତି ପ୍ରତି, ବା ସେ କାର୍ଯ୍ୟ ପ୍ରତି, ବା ସେ ବସ୍ତୁ ପ୍ରତି ଗୋଟେ ଆସକ୍ତି ସୃଷ୍ଟି ହେଉଛି। ତେଣୁ ଆମେ ତା ଦ୍ୱାରା କିଛି ବି ଅଗ୍ରଗତି କରିପାରିବା ନାହିଁ। ତେଣୁ ପ୍ରତି ମୁହୂର୍ତ୍ତରେ ଆମମାନଙ୍କୁ ସେଥିପାଇଁ କଣ କରିବାକୁ ପଡିବ? ମା ସେଇଥିପାଇଁ କହୁଛନ୍ତି ଆମ ସତ୍ତାର କୌଣସି ଅଂଶ ବା ଅଧିକାଂଶ ଅଂଶ ଯେତେବେଳେ ସେମାନଙ୍କ ଉପରେ ପଡୁଥିବା ଯୋଉ ଭାଗବତ ପ୍ରଭାବ, ଯଦି ତାର ବିରୁଦ୍ଧରେ ସେମାନେ ବିଦ୍ରୋହ କରିବାକୁ ଆରମ୍ଭ କରୁଛନ୍ତି, ସେମାନଙ୍କ ଉପରେ ତାର ଯୋଉ କ୍ରିୟା କରିବା ବା ଭାଗବତୀ ଶକ୍ତିର
ବା ଭାଗବତ ଚେତନାର ବା ଭାଗବତ ଆଲୋକକୁ ଗ୍ରହଣ କରିବାକୁ ସେମାନେ ଯେତେବେଳେ ସ୍ୱୀକାର କରନ୍ତି ନାହିଁ, ସେତିକି ବେଳେ ସମସ୍ତ ପ୍ରକାର ବାଧା ବିପତ୍ତି ସୃଷ୍ଟି ହୁଏ ଏବଂ କୌଣସି ବାଧା ବିପତ୍ତି ସମ୍ମୁଖୀନ ନ ହୋଇ ଭଗବାନଙ୍କର ସଂକଳ୍ପକୁ ନିକଟରେ ନିଜକୁ ପୂର୍ଣ୍ଣ ରୂପରେ ସମ୍ପୂର୍ଣ୍ଣ ରୂପରେ ସମର୍ପଣ କରିଦେଇ ପାରିବା ବ୍ୟକ୍ତି ପାଇଁ ଏଟା ଖୁବ କମ ବ୍ୟକ୍ତି ରହିଥାନ୍ତି। ମାତ୍ର ନିଜର ଅଭିଷ୍ଠା ଯଦି ରହିଛି, ନିଜ ଭିତରେ ଗୋଟେ ଅନବରତ ଗୋଟେ ଭାଗବତ ଇଚ୍ଛା ଯଦି ରହିଛି ଏବଂ ବ୍ୟକ୍ତି ଯଦି ଟିକିଏ ସାମାନ୍ୟ ସଚେତନ ରହୁଛି, ସେ ତା ଭିତରେ ପ୍ରଗତି କରିବାର ଲକ୍ଷଣ ରହିଛି। ସେ ହେଉଛି ଅନ୍ତରାତ୍ମା। ଯେତେବେଳେ ମନୁଷ୍ୟ ଅନ୍ତରାତ୍ମାର ବିଧାନ ଦ୍ୱାରା ପରିଚାଳିତ ହବ, ସେତେବେଳେ ତାର ଯଥାର୍ଥ ପ୍ରଗତି ସଂଗଠିତ ହବ ଏବଂ ତାର ଯୋଉ ବାହ୍ୟ ବାଧା ବିପତ୍ତି ଗୁଡିକ ଯାହା ସବୁ ଆସିବ, ସେଗୁଡିକୁ ଅତିକ୍ରମ କରିବାର ସୁଯୋଗ ସିଏ ଲାଭ କରିବ ଏବଂ ସେଗୁଡିକ ତା ପାଇଁ ସେତେ ବାଧା ସୃଷ୍ଟି କରିପାରିବେ ନାହିଁ, ଯୋଉ ଫଳରେ କି ତାର କାର୍ଯ୍ୟ ଗୁଡିକ ପ୍ରତିବନ୍ଧକ ହେଇ ଅଟକିଯିବ। ତେଣୁ ଏହା ହେଉଛି ସକଳ ବାଧା ବିପତ୍ତିକୁ ଅତିକ୍ରମ କରିଯିବାର ଗୋଟେ ନିଶ୍ଚିତତମ ମାର୍ଗ, ଅର୍ଥାତ୍ ଜ୍ଞାନ ମାର୍ଗରେ ନୁହଁ, କେବଳ ଅନ୍ତର୍ଚେତନାର ମାର୍ଗରେ। ଭୌତିକ ଦୃଷ୍ଟିରୁ କେବଳ ଜଣେ ବହୁତ କିଛି ପଢିଦେଲେ ଜ୍ଞାନୀ ହେଇଯାଏ ନାହିଁ। ତେଣୁ ଆମମାନଙ୍କୁ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ମାଙ୍କର ଆଉ ଗୋଟେ କଥା ମା କହୁଛନ୍ତି, ଏଇ ଧ୍ରୁବ ନିଶ୍ଚୟ ଯେ ଯେତେବେଳେ ରୂପାନ୍ତର କାର୍ଯ୍ୟକୁ ଜଣେ ଯେତେବେଳେ ଅସ୍ୱୀକାର କରୁଥିବ, କୌଣସି ନା କୌଣସି ଜାଗାରେ ଯଦି ତାର ପ୍ରତିରୋଧ କରୁଥିବ ଏବଂ ସେଥିରୁ ଅସୁବିଧା ସୃଷ୍ଟି ହବ ହିଁ ହବ। ତେଣୁ ସକଳ ପରିସ୍ଥିତି ବେଳେ ବେଳେ ଆସେ ଆମକୁ ପ୍ରଗତି କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ବା ଆମର ଚେତନାକୁ ଆହୁରି ଏକ ଉଚ୍ଚତର ସ୍ଥିତିକୁ ନେଇଯିବା ପାଇଁ ବା ଆହୁରି ଗୋଟେ ଉଚ୍ଚତମ ପ୍ରବାହ ସହିତ ସମ୍ମିଳିତ କରିଦେବା ପାଇଁ। କିନ୍ତୁ ବ୍ୟକ୍ତି ଯଦି ଜାଣିନଥାଏ, ବ୍ୟକ୍ତି ଯଦି ବନ୍ଧନ ଭିତରେ ବାନ୍ଧି ହେଇକି ରହିଥାଏ, ତାହେଲେ ତାର ଯଥାର୍ଥ ପ୍ରଗତି ସଂଗଠିତ ହେଇପାରେ ନାହିଁ। ତେଣୁ ଆମକୁ ଆମର ଉପଲବ୍ଧିକୁ ଅଧିକ ପୂର୍ଣ୍ଣ କରି ଗଢିବା ନିମିତ୍ତ ବାଧା ବିପତ୍ତି ସବୁ ଆମକୁ ଆମ ନିକଟକୁ ବେଳେ ବେଳେ ପ୍ରେରଣ କରାଯାଇଥାଏ, କିନ୍ତୁ ଆମର ଅଜ୍ଞାନତା ସିଏ ଆମକୁ ପ୍ରତିବନ୍ଧକ ସୃଷ୍ଟି କରେ। ଆହୁରି ଗୋଟେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରେ। ଆମକୁ ପ୍ରତିବନ୍ଧକ ଦିଆଯାଏ ସେଇ ତାକୁ ଫେସ୍ କରିବା ପାଇଁ ଏବଂ ସେଥିରେ ଜ୍ଞାନ ଅର୍ଜନ କରିବା ପାଇଁ ଏବଂ ତାକୁ ଧରିକି ପ୍ରଗତି ହାସଲ କରିବା ପାଇଁ। କିନ୍ତୁ ଆମର ଅଜ୍ଞାନତା ସେଥିରୁ ଦୁଃଖ ଓ ପଶ୍ଚାତ ସୃଷ୍ଟି କରି ତାଠାରୁ ଦୂରେଇ ଦିଏ। ଅର୍ଥାତ୍ ଏଇ ଯୋଉ ପ୍ରତିରୋଧ ସୃଷ୍ଟି କରାଯାଉଥିଲା ପ୍ରଗତି ପାଇଁ, ତା ମଧ୍ୟ ପ୍ରତିରୋଧର ପରିଣାମ ସୃଷ୍ଟି କରିଥାଏ। ତେଣୁ ପ୍ରତ୍ୟେକ ଥର ଆମକୁ ଯେତିକି ବେଳେ କିଛି ଗୋଟେ ଉପଲବ୍ଧି କରିବାକୁ ଚେଷ୍ଟା ଆମେ କରୁଥିବା, ନିଶ୍ଚିତ ଭାବରେ ତା ଭିତରେ ଗୋଟେ ଅନ୍ତରାୟ ସୃଷ୍ଟି ହବ ହିଁ ହବ। ଏମିତି ଆମେ ମାନେ ଉଦାହରଣ ଦେଲେ ବୁଝିପାରିବା, ଗୋଟେ ଗାଡିଟେ ଥୁଆ ହେଇଛି, କିଛି ଅସୁବିଧା ନାହିଁ, କିନ୍ତୁ ଯେତେବେଳେ ଗାଡିଟା ଷ୍ଟାର୍ଟ ହେଲା ଏବଂ ଆରମ୍ଭ କରିବା ଚାଲିବାକୁ, ସେତେବେଳେ ତା ପଛରେ ଧୂଳି ଉଡିବ ହିଁ ଉଡିବ। ଘର ଭିତରଟାକୁ ପ୍ରବେଶ କଲେ ଘର ଭିତରେ ମଇଳା ଅଛି ସେଟା ଜଣା ପଡିବନି, କିନ୍ତୁ ଯେତେବେଳେ ଜଣେ ଓଳେଇବାକୁ ଆରମ୍ଭ କରିବ ବା ତାକୁ ପରିଷ୍କାର କରିବାକୁ ଆରମ୍ଭ କରିବ, ସେତେବେଳେ ଧୂଳି ଉଡିବ ହିଁ ଉଡିବ ଏବଂ ତାହା ପ୍ରଥମେ ସୂଚନା ଲାଗିବ ଯେ ଏ ସବୁ ଗୁଡିକ ଅସୁସ୍ଥତାର ଲକ୍ଷଣ ବୋଲି। ତାହା ଗୋଟେ ପରିଷ୍କାରର ପରିଚ୍ଛନ୍ନତାର ଲକ୍ଷଣ ନୁହେଁ ବୋଲି ସତେ ଯେପରି ମନେ ହବ, କିନ୍ତୁ ସେ ପରିଷ୍କାର ପରିଚ୍ଛନ୍ନତା ଆଡକୁ ଅଗ୍ରସର କରେଇ ନବ। କିନ୍ତୁ ସେଇ ଜ୍ଞାନ ଯଦି ମନୁଷ୍ୟ ଭିତରେ ନଥିବ, ଯଦି ସିଏ ସେ ବିଷୟରେ ସଜ୍ଞାନ ହେଇନଥିବ, ଜାଣିନଥିବ, ତାହେଲେ ସିଏ ନିଜେ ହିଁ ନିଜର ପ୍ରତିରୋଧ, ନିଜର ବିରୋଧ କାର୍ଯ୍ୟରେ ସେ ସହାୟତା କରୁଥିବ। ତେଣୁ ଏଇ ଯୋଉ ପ୍ରତିରୋଧକୁ ରକ୍ଷା କରିବା ପାଇଁ ମା ଆମେ ତାକୁ ନିୟନ୍ତ୍ରଣ କରିବା ପାଇଁ, ସେଥିରୁ ମାନେ ଅତିକ୍ରମ କରିବା ପାଇଁ
ମା ବିଭିନ୍ନ ବିଷୟ ଗୁଡିକ ମଧ୍ୟ ଆମକୁ ଉପସ୍ଥାପନ କରିଛନ୍ତି, କିନ୍ତୁ ତଥାପି ଆମକୁ କଣ କଣ ସବୁ ଗୁଡିକ ପ୍ରତିରୋଧ କରୁଛି, କିଭଳି ଭାବରେ ଆମେ ସେଇ ଚେତନାର ସ୍ତରରେ ଅଟକି ଯାଇଛନ୍ତି ସେଗୁଡିକ ମଧ୍ୟ ଦେଖିବା। ସେ କହୁଛନ୍ତି କୌଣସି ପ୍ରକାର ଦୁଃଖ ଦ୍ୱାରା ଉଦ୍ବିଗ୍ନ ହେବା କିମ୍ବା ହତୋତ୍ସାହିତ ହେବା, ଏପରିକି ଗୋଟେ ଅସ୍ୱସ୍ତି ଅନୁଭବ କରିବା, ନିଜକୁ ଧିକାର କରିବା, ହାୟ ମୁଁ ଏଭଳି କାମ କରିଦେଲି, ଏଇ ଯୋଉ ଗୁଡିକ ଭୁଲ କାମ କରିସାରିଲା ପରେ ଏମିତି ନିଜକୁ ବିରକ୍ତି ଭାବରେ ପ୍ରକାଶ କରିବା, ଏ ସବୁ ଗୁଡିକ ଗୋଟିଏ ଗୋଟେ ବଦ ଅଭ୍ୟାସ, ସମ୍ପୂର୍ଣ୍ଣ ନିର୍ବୋଧତା ଛଡା ଆଉ କିଛି ବି କୁହାଯିବ ନାହିଁ। କେବଳ ନିଜକୁ ଏତିକି କୁହ, ପ୍ରତ୍ୟେକ କାର୍ଯ୍ୟକୁ ଯେଭଳି କରାଯିବା କଥା ଆମେ ସେ କଥା ଆଦୌ ଜାଣିନାହୁଁ, ଆମ ପାଖକୁ ଯାହା କିଛି ଆସୁଛି ସେ ସବୁ କେବଳ ଆମ ଲାଗି କରିଦିଆଯାଉଛି ଏବଂ ଆମେ ଦେଖିପାରିବୁ, ଏବଂ ଯାହା କିଛି ଗୋଟିଏ ବାଧା ବା ଭ୍ରାନ୍ତି ବା କୌଣସି ବିଫଳତା କିମ୍ବା କୌଣସି ଗୋଟେ ଅନ୍ତରାୟ ସୃଷ୍ଟି କରୁଛି, ସେ ସବୁ ଆସୁଛି କେବଳ ଆମକୁ ସହାୟତା ପ୍ରଦାନ କରିବା ପାଇଁ, ଏବଂ ଯାହା ଫଳରେ କି ଆମେ ତାହେଲେ ଅଧିକରୁ ଅଧିକ ପୂର୍ଣ୍ଣତା ପଥରେ ଅଗ୍ରସର ହେଇପାରିବୁ। ଥରେ ଯଦି ଏଇଭଳିକା ହୃଦୟଙ୍ଗମ କରିବା, ଏଇଭଳିକା ଭାବନାଟାକୁ ନେଇକି ମାଙ୍କ ନିକଟରେ ଅର୍ପଣ କରିବା, ମାଙ୍କ ପାଖରେ ନିବେଦନ କରିବା, ତାହେଲେ ଧୀରେ ଧୀରେ ଆମ ଚେତନା ସ୍ତର ଉନ୍ମୋଚିତ ହେବାକୁ ଆରମ୍ଭ କରିବ, ଆମ ମନକୁ ତାହା ଗୋଟେ ସ୍ୱତନ୍ତ୍ର ଜ୍ଞାନ ପ୍ରଦାନ କରିବାରେ ସାହାଯ୍ୟ କରିବ। ସେଇଥିପାଇଁ ମା ଏଠି ବହୁତ ଗୁରୁତ୍ୱ ସହିତ କହୁଛନ୍ତି 3 typical modes to total giving to the divine। ତାହେଲେ ସେଇ ଯୋଉ 3ଟି କଥା ସେ ଗୁରୁତ୍ୱ ଦେଇକି କହୁଛନ୍ତି, ଭଗବାନଙ୍କ ନିକଟରେ ସର୍ବାଙ୍ଗୀନ ଆତ୍ମଦାନ କରିବାକୁ ପଡିବ ତା 3ଟି ଧାରା ମାଧ୍ୟମରେ। ପ୍ରଥମଟି ହଉଛି ଟୁ prostrate oneself at his feet, giving up all pride in perfect humility। ପୂର୍ଣ୍ଣ ନମ୍ରତାର ସହିତ ସମସ୍ତ ଗର୍ବ ଓ ଅହଙ୍କାର ପରିତ୍ୟାଗ କରି ତାଙ୍କରି ପାଦ ତଳେ ମଥା ନୁଆଇଁ ନତମସ୍ତକ ହୋଇ ତାହା ନିବେଦନ କରିବା। ଇଏ ହଉଛି ପ୍ରଥମ କଥା। ଦ୍ୱିତୀୟ କଥା ସେ କହୁଛନ୍ତି ଟୁ ଅନଫୋଲ୍ଡ ୱାନ୍ସ ବିଙ୍ଗ ବିଫୋର ହିମ୍, ଓପନ ୱାନ୍ସ ହୋଲ ବଡି ଫ୍ରମ୍ ହେଡ୍ ଟୁ ଫୁଟ, as one opens a book, exposing one's centers so as to make all their movements visible in complete and sincerity that allows nothing to remain hidden। ଅର୍ଥାତ୍ ଆମ ଯୋଉ ନିଜର ଯୋଉ ସତ୍ତା ଗୁଡିକ ରହିଛନ୍ତି ତାଙ୍କର ନିକଟରେ ଅନାବୃତ କରିଦେବା, ଅର୍ଥାତ୍ ପ୍ରଭୁଙ୍କ ନିକଟରେ ନିଜକୁ ପୁରା ସମ୍ପୂର୍ଣ୍ଣ ଭାବରେ ଖୋଲି ଧରିବା, ନିଜର ସମଗ୍ର ଶରୀରକୁ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯେମିତି ବହିଟିଏ ଖୋଲା କରିକି ଧରାଯାଏ, ଠିକ ସେଇଭଳି ଭାବରେ ଆମର ପ୍ରତ୍ୟେକ ଯୋଉ କେନ୍ଦ୍ର ଗୁଡିକ ରହିଛି ସେ କେନ୍ଦ୍ର ଗୁଡିକୁ ସମ୍ପୂର୍ଣ୍ଣ ଆନ୍ତରିକତା ସହିତ ତାକୁ ଅନାବୃତ କରିବା ବା ଉନ୍ମୋଚିତ କରିବାରେ ସାହାଯ୍ୟ କରିବା, ଯାହାଫଳରେ କି ସମସ୍ତ ଗତିବୃତ୍ତି ଯାହା ଆମ ଭିତରୁ ପ୍ରକୃତି ଦ୍ୱାରା ସଂଗଠିତ ହେବାକୁ ଯାଉଛି ସେଗୁଡିକ ଦେଖାଯିବ, କିଛି ଯେମିତି ଲୁକାୟିତ ହେଇକି ରହିବ ନାହିଁ, ଯାହାଫଳରେ କି ଦିବ୍ୟ ସ୍ପର୍ଶ ମାଧ୍ୟମରେ ସବୁ କିଛି ବଦଳିଯିବ। ଯେମିତି ଗାନ୍ଧାରୀଙ୍କର ଆଖି ଖୋଲିଲା ପରେ ଦୁର୍ଯ୍ୟୋଧନଙ୍କୁ ସେ ଦେଖିବା ପାଇଁ ଚାହିଁଥିଲେ ପୂର୍ଣ୍ଣାଙ୍ଗ ଭାବରେ, କିନ୍ତୁ ଦୁର୍ଯ୍ୟୋଧନ କଣ ପିନ୍ଧିଥିଲେ ନା ଗୋଟିଏ ମତେ ଲଜ୍ଜା ଲାଗିବ ବୋଲି ଗୋଟିଏ କାଛିଆଟିଏ ପିନ୍ଧିଥିଲେ। ଗାନ୍ଧାରୀ ସବୁ ଦେଖି ସାରିଲା ପରେ କହିଲେ ହାୟ, ମୁଁ ଯାହା ଚାହୁଁଥିଲି ତାହା ହେଇପାରିଲା ନାହିଁ। ସେଇଠି ହିଁ ଦୁର୍ବଳତାର ଜିନିଷ ଗୁଡିକ ପ୍ରକଟିତ ହେଲା, ଯାହା ଜାନୁଭଙ୍ଗ ହେଲା ପରବର୍ତ୍ତୀ ମୁହୂର୍ତ୍ତରେ
ଏବଂ ମୃତ୍ୟୁବରଣର ତାହା ଗୋଟେ କାରଣ ହେଇକି ରହିଲା। ଠିକ ସେଇଭଳି ଭାବରେ ଭଗବାନଙ୍କ ପାଖରେ ଆମେ କେତେ ଜିନିଷ ପ୍ରକାଶ କରୁଛୁ, କେତେ ନିଜକୁ ଉନ୍ମୋଚିତ କରି ରଖୁଛୁ, କେତେ ନିଜକୁ ଦେଇ ଦଉଛୁ, ତାହା ନିର୍ଭର କରୁଛି କିଭଳି ଭାବରେ ତାଙ୍କରି ଆଲୋକରେ ସବୁ କିଛିକୁ ପ୍ରକାଶିତ କରୁଛି, ତାହା ହିଁ ଆମକୁ ସାହାଯ୍ୟ କରିବ। ଥାର୍ଡରେ କୁହାଯାଉଛି ଟୁ ନେଷ୍ଟଲ ଇନ୍ ହିଜ ଆର୍ମସ୍, ଟୁ ମର୍ଜ ଇନ୍ ହିମ୍ in a loving and absolute trust। ତାଙ୍କରି ବାହୁଦ୍ୱୟ ମଧ୍ୟରେ ଆଶ୍ରୟ ନେବା, ଏକ ପ୍ରେମମୟ ପୂର୍ଣ୍ଣ ନିର୍ଭରତାର ସହିତ ତାଙ୍କ ମଧ୍ୟରେ ନିଜକୁ ନିମଜ୍ଜିତ କରିଦେବା, ଏଇଟା ହଉଛି ତୃତୀୟ କଥା। ସେ କହୁଛନ୍ତି these movements may be accompanied by 3 formulas or any one of them according to the case। এই ସବୁ ଗତିବୃତ୍ତି 3ଟି ସୂତ୍ର ମାଧ୍ୟମରେ ସଂଗଠିତ ହବ, ବା 3ଟି କ୍ଷେତ୍ର ବିଶେଷରେ ଏହା ମଧ୍ୟରୁ ଯେକୌଣସି ଗୋଟିଏ ସୂତ୍ର ସହିତ ସଂଶ୍ଳିଷ୍ଟ ହେଇକି ରହିବା ଆମକୁ ଦରକାର ପଡିବ। ସେ 3ଟି ସୂତ୍ର କଣ? let thy will be done and not mine। କେବଳ ତୁମରି ଇଚ୍ଛା ହିଁ ପୂର୍ଣ୍ଣ ହେଉ, ମୋର ନୁହେଁ। ଦ୍ୱିତୀୟ କଥା କୁହାଯାଉଛି as thou willest as thou willest। ତୁମେ ଯାହା ଇଚ୍ଛା କର, ତୁମେ ଯେପରି ଇଚ୍ଛା କର, ସେପରି ହିଁ ସବୁ କିଛି ସଂଗଠିତ ହଉ। ଥାର୍ଡ କଥାଟି ହଉଛି I am thine for eternity। ଚିରକାଳ ପର୍ଯ୍ୟନ୍ତ ମୁଁ କେବଳ ହିଁ ତୁମର। ଏଇ ଯୋଉ ସାଧାରଣ ଯେତେବେଳେ ଏଇ 3ଟି ଗତିବୃତ୍ତି ମାଧ୍ୟମରେ ଯେତେବେଳେ ଆମେ ଭଗବାନଙ୍କୁ ନିଜକୁ ଦେଇଦେବାର ସାମର୍ଥ୍ୟଟିଏ ସୃଷ୍ଟି କରିପାରିବା, ସେତେବେଳେ ସବୁ କିଛି କଷ୍ଟକର ଅବସ୍ଥାକୁ ଅତିକ୍ରମ କରିବାର ସୁଯୋଗଟିଏ ଲାଭ କରିବା। ମାଙ୍କ ନିକଟରେ ଆଜିର ଏହି କାର୍ଯ୍ୟକ୍ରମକୁ ନିବେଦନ କରି ରହୁଛି। ସମସ୍ତଙ୍କୁ ବନ୍ଦେ ମାତରମ୍। ହର। ବର୍ତ୍ତମାନ 1 ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।